ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ। ଲଘୁଚାପ ବର୍ଷାରେ ଓଡ଼ିଶା ଉପରେ ପ୍ରଭାବ ପଡ଼ୁଛି, କିନ୍ତୁ ଚାଷୀ କୂଳ ହତାଶ ହେଉଛି। ଏକ ଲଘୁଚାପ ବର୍ଷାକୁ ନେଇ ପୁରା ହାଇ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପରମୁହୂର୍ତ୍ତରେ ଦେଖିବା, ଯେଭଳି ଲଘୁଚାପର ବର୍ଷା ଓଡ଼ିଶା ଉପରେ ଏତେ ପ୍ରଭାବ ପଡ଼ିନଥିଲେ ମଧ୍ୟ ଆଂଶିକ ଯେଉଁ ପଡ଼ୁଛି, ଝିପିଝିପି ବର୍ଷା ହେଉଛି। ପାଚିଲା ଧାନରେ ଯେଭଳି ବର୍ଷା ଲଗାତାର ଭାବରେ ଓଡ଼ିଶା ଉପରେ ପ୍ରଭାବ ପଡ଼ୁଛି, ତାହା ଚାଷୀ କୂଳ ବର୍ତ୍ତମାନ ହତାଶ ହେବାକୁ ପଡ଼ିଛି। ଅଦିନିଆ ବର୍ଷାରେ ସବୁ ସାରି ଦେଉଛି ଚାଷୀଙ୍କ ସୁଖ, କିନ୍ତୁ ଏଭଳି ଏକ ପରିସ୍ଥିତି ଭିତରେ ଓଡ଼ିଶାର ଲଘୁଚାପ ଉପରେ ପ୍ରଭାବ କ'ଣ ରହିଛି, ତା ସ୍ଥିତି ପୁରା ଭିଡ଼ିଓ ଉପରେ ନଜର ପକାଇ ନେବା। ଆମେ କହି ରଖୁଛୁ 5 ଦିନ ଯାଏ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜିଠାରୁ ଆସନ୍ତା 5 ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର 17 ଓ 18 ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ 19ରୁ 21 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନକୁ ନେଇ ହାଲକାକୁ ମଧ୍ୟମ ଧରଣର ବର୍ଷାକୁ ସହ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି। ଦେଖିବାକୁ ଗଲେ ଗୋଟିଏ ଗୋଟିଏ ସ୍ଥାନରେ ମଧ୍ୟ ଝିପିଝିପି ବର୍ଷା ସହିତ ପାଚିଲା ଧାନରେ ବର୍ଷା ମଧ୍ୟ ହେବାକୁ ଲାଗିଛି ଏବଂ ପାଗ ମୁଖ୍ୟତଃ ଯେଉଁ ବର୍ଷା ରହିଛି ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ବର୍ତ୍ତମାନ ତାଣ୍ଡବ ଦେଖିବାକୁ ମିଳିଛି। ଓଡ଼ିଶା ଉପରେ ଏତେ ପ୍ରଭାବ ପଡ଼ିନଥିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ କିଛି କିଛି ଜିଲ୍ଲାରେ ମଧ୍ୟ ଏହାକୁ ଦେଖିବାକୁ ମିଳୁଥିଲା। ଲଘୁଚାପ ବର୍ତ୍ତମାନ ସକ୍ରିୟ ହେବା ଥ୍ରୁରେ ହାଲକା ବାୟୁ ପ୍ରବେଶ କରୁଥିବା ସମୟରେ ଏହିଭଳି ପରିସ୍ଥିତି ମଧ୍ୟ ଜଟିଳ ହେବାକୁ ଲାଗୁଛି। ଓଡ଼ିଶା ଉପରେ ଯେଉଁ ଲଘୁଚାପର ବର୍ଷା ତାଣ୍ଡବ ରଚୁଛି, ବର୍ତ୍ତମାନ ସୁଦ୍ଧା ଯେଉଁ ଚାଷୀଙ୍କ ଉପରେ ଯେଉଁ ବଜ୍ର ପଡ଼ୁଛି ତାହା ମଧ୍ୟ ସମସ୍ତଙ୍କୁ ଜଣା। ଲଘୁଚାପ ବର୍ଷା ପରେ କିଛି ମାସ ପରେ ଯେଉଁଭଳି ଦାନାର କ୍ଷୟକ୍ଷତି ହୋଇଥିଲା ଚାଷୀ ଉପରେ, ଏ ଯେଉଁ ବର୍ଷା ଆପଣମାନେ ଭିଜୁଆଲ୍ ମାଧ୍ୟମରେ ମୁଁ ଆପଣଙ୍କୁ ଦେଖାଉଛି, ଏ ଯେଉଁ ବର୍ଷା ବର୍ତ୍ତମାନ ଗୋଟେ ଗୋଟେ ଜିଲ୍ଲାରେ ମଧ୍ୟ ବର୍ଷା ହେବାକୁ ଲାଗିଛି ଏବଂ ଝିପିଝିପି ବର୍ଷା ମଧ୍ୟ ହେଉଛି ଏବଂ ଚାଷୀ କୂଳ ବର୍ତ୍ତମାନ ଅମଳ ଟାଇମ୍ରେ କିପରି ଭାବରେ ତାକୁ ଚାଷୀ ଧାନକୁ ନେଇକି ଅମଳ କରିବ, ସେ ଚିନ୍ତାର ଚାଷୀ। ଏଭଳି ଭାବରେ ଯେଉଁ ଜିଲ୍ଲାମାନଙ୍କର ଯେଉଁ ସତର୍କ ସୂଚନା କରାଯାଇଛି, ଏଠି ହାଲକା ମଧ୍ୟମ ଧରଣର ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ଆଜି ଗଞ୍ଜାମରେ ଓ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ ଆସନ୍ତାକାଲି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି। ସେପରି 19 ତାରିଖରୁ ଠାରୁ ବର୍ଷାର ପରିମାଣ ତ ନିଶ୍ଚିତ ବଢ଼ିବ, ତ ବିଜୁଳି ଘଡ଼ଘଡ଼ି ମଧ୍ୟ ଲଗାତାର ଭାବରେ ହେବାର ମଧ୍ୟ ସୂଚନା ଦିଆଯାଇଛି। କିନ୍ତୁ ଏଠି ହାଲକା ମଧ୍ୟମ ଧରଣର ବର୍ଷାକୁ ନେଇ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଡିସେମ୍ବର 20 ତାରିଖରେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କିନ୍ତୁ ଏଭଳି ଭାବରେ ନବରଙ୍ଗପୁର ଅଞ୍ଚଳରେ ହାଲକାକୁ ମଧ୍ୟମ ଧରଣରେ ବର୍ଷା ହେବାର ମଧ୍ୟ ରହିଛି। କିନ୍ତୁ ବର୍ଷା ଯୋଗୁଁ ଚାଷୀକୁ ସତର୍କ କରାଯାଉଥିବା ବେଳେ ଅମଳ କରୁଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗରୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ରାତିରେ ପାରଦ ମଧ୍ୟ ବୃଦ୍ଧି ପାଉଛି, ହେଲେ ଶୀତର ପ୍ରଭାବ କମୁନି। ଲୋକେ ଶୀତ ଅନୁଭବ କରୁଛନ୍ତି। ବର୍ଷା ଯୋଗୁଁ ଚାଷୀକୁ ସତର୍କ ମଧ୍ୟ ଆଉଥରେ ଆମେ କହୁଛୁ, ମନେ ପକାଇ ଦେଉଛୁ ଆପଣଙ୍କୁ। ବାରମ୍ବାର ଏକଥା କହିବାର ଉଦ୍ଦେଶ୍ୟ, କାରଣ ଧାନ ଅମଳ ସମୟରେ ଚାଷୀଙ୍କୁ ନିହାତି ସତର୍କ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ମଧ୍ୟ ଆଉଥରେ ଆପଣଙ୍କୁ ସତର୍କ କରିଦିଆଯାଉଛି। ବର୍ଷା ଯୋଗୁଁ ଚାଷୀକୁ ସତର୍କ କରାଯାଉଥିବା ବେଳେ ଅମଳ କରାଯାଉଥିବା ବେଳେ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗକୁ ପରାମର୍ଶ ମଧ୍ୟ ଦିଆଯାଇଛି। ବର୍ଷା ଯୋଗୁଁ ରାତିରେ ପାରଦ ମଧ୍ୟ ବୃଦ୍ଧି ପାଉଛି, ହେଲେ ଶୀତର ପ୍ରଭାବ କମୁନି। ହେଲେ ଶୀତ ଅନୁଭୂତ କରିବେ, କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ପବନ ମଧ୍ୟ ପ୍ରବାହିତ ହେବ। ବର୍ଷା ଓ କୋହଲା ପାଗ ଦ୍ୱାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ। ଏହିଭଳି ସ୍ଥିତି ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ସୂଚନା ଦିଆଯାଇଛି।
एटी बारंबार आपण को मन रखुचु कारण धान होची अमल समय धान याकू किपरि भाव में सुरक्षित स्थान को नेबे चाषी माने चिंता करिवार आवश्यकता मध्य अछि। जो लघुचापर वर्षा ओडिशा उपरे एते प्रभाव पड़ी नथिले मध्य आंशिक परिमाण रे पड़िले मध्य किंतु झिपिझिपि वर्षा सबु हताश कर दे पारे बोली आकलन करिछि पाणीपाग विभाग। किंतु एभली परिस्थिति रे पाणीपाग विभाग तरफरु जो सतर्क घंटी चाषी मान को दिया जायछि ताहा मध्य हाई अलर्ट मध्य कर दिया जायछि। चाषी जदि झिपिझिपि वर्षा जदि लगातार भाव में 2 दिन 3 दिन रुए तान जदि आमे धान को क्षेत्र में काटिकी पकई देथिबा ताहले धान जो वर्षा फल धान गजा हबार मतलब निश्चित रही। से चाषी को जदि कौन मुहूर्त धान को जदि काटी बिल रखि था बांधी निज खला को आणवे और खला को आनी सारापर नहीं पॉलिथिन टाणी रखिबार मध्य सतर्क सूचना करिछि पाणीपाग विभाग। किंतु ओडिशार जो भली लघुचापर वर्षा बारंबार होची चाषी मध्य क्षतिग्रस्त होची सेतिपई सरकार तरफरु मध्य हाई अलर्ट जारी कर जायछि चाषी को सुरक्षित रहिबा पई मध्य कर जायछि। किंतु बड़ कथा हेउछि जो भली दक्षिण जो अंडमान निकोबर सागर रे जो भली लघुचाप सक्रिय वर्तमान अछि ता परिस्थिति किपरि भाव में रहिबो वीडियो माध्यम रे आपन को न्यूज माध्यम रे आपण को जनइबु। किंतु सर्वशेष में आपण सतर्क रहिबा निहाती आवश्यकता रही कारण चाषी होची चाषर मेरुदंड। चाष करिले एठी समस्ते आहार पाइबे से धनी धान जदि नष्ट हो जाए ताले चाषी कूल बर्तमान हताश होगा पड़ो। किंतु सरकार एठी ध्यान देइछंती जदि धान को परिष्कार परिच्छन्न करी धान को क्विंटाल 3100 टंका वृद्धि करथुवा बेले किंतु धानर जदि एइभली परिस्थिति हुए ताले धान बिकिबा मुश्किल हुए। सेतिपई सतर्क सूचना कर जायछि वर्षा को जगिबा भितरे एवं जो भली करा जायछि ताकू मध्य की प्रकार व्यवस्था मध्य करा जिवो चाषी ताकू सर्वनिम्न चिंता करिवार आवश्यकता अछि। पर मुहूर्त आमे देखिबा जो भली लघुचापर वर्षार भिजुची सारा ओडिशा कौन सी जिले में घड़घड़ी सह वर्षा होउछि कोठी बिजुली सहित बिजुली मारुची एवं तुहा वर्षा होउछि। आमे परमुहूर्त देखिथिबा कोठी जिले में पहाड़िया अंचल वर्तमान लगातार भाव में वर्षा झिपिझिपि वर्षा आरंभ होलानी। अनुगुल कहतु गंजाम कहतु यही जिले में वर्षा वर्षा आरंभ हो जाइछि। किंतु यही वर्षा जदि लगातार भाव में भद्रक बालेश्वर में वर्तमान काउलिया पाग करुथार देखा पड़छि। सतर्क रहिबाकु चाषी को सीधा सड़क परामर्श देछि आंचलिक